ଜୟ ଜଗନ୍ନାଥ ସାଙ୍ଗମାନେ, ଆଗକୁ ରଜ ଆସୁଛି। ଗୋଟେ ସୁନ୍ଦର କଥାଟିଏ କହୁଛି ଯେ ରଜରେ ଠାକୁର ପୂଜା କରନ୍ତିନି, ସ୍ତ୍ରୀ ଲୋକ କରିବେନି, ଝିଅ କରିବେନି। ତାର ଯେଉଁ ଶାସ୍ତ୍ର ବିଧି ଉପରକୁ ସବୁବେଳେ ଆପଣ ଯାଉଛନ୍ତି। ଆଚ୍ଛା, ଶାସ୍ତ୍ରରେ ଯାହା ଲେଖା ହେଇଛି ସବୁ କ'ଣ ମାନିପାରୁଛନ୍ତି? ଆମେ କେତେ ଭଲ କାମ କରିପାରୁଛେ। ପୂଜା ପ୍ରଭୁଙ୍କୁ ବନ୍ଦ କରିକିରି ତାଙ୍କୁ ଉପାସ ରଖିକିରି ଆମେ କହିବା ଆମ ଘରେ ଆଜି ପରିବାର 5 ଜଣ ଅଛନ୍ତି, ଦେ ପୁଅ ପିଲା କରିଦେବେ, ଝିଅମାନେ ନ କରନ୍ତୁ, ସ୍ତ୍ରୀ ଲୋକ ନ କରନ୍ତୁ। କିନ୍ତୁ ଯାହା ଘରେ ଏକାଟିଆ ଜଣେ ଶରୀର ଅସୁସ୍ଥ ହୋଇକି ତାର ସ୍ୱାମୀ ପୁଅ ଶ୍ୱଶୁର କିଏ ପଡ଼ି ତାର କେହି ନାହାନ୍ତି, 3 ଦିନ ଠାକୁର ପୂଜା ରହିବେ। ଖାଲି ଆମେ ପ୍ରଭୁଙ୍କୁ ଉପାସ ରଖିକି ଆମେ ଖାଇବାକୁ ଅଛେ, କିନ୍ତୁ ପ୍ରଭୁକୁ ଖାଇବାକୁ ଦେଲେ ପାପ ହେଇଯାଇଥାଏ, ପ୍ରଭୁଙ୍କୁ ସେବା ଦେଲେ ପାପ ହେଇଯାଇଥାଏ ନା। ମୋ ମତରେ ମୁଁ ସବୁବେଳେ ପୂଜା କରିଥାଏ, କାରଣ ମୋତେ ଭଲ ଲାଗେନି ପ୍ରଭୁଙ୍କୁ ପକେଇକିରି ଯେ ଆମକୁ ଜଗତର ସ୍ୱାମୀ ଜଗନ୍ନାଥ ତାଙ୍କୁ ଆମେ ଦୁଃଖରେ ରଖି ଆମେ ନିୟମକୁ ଖାଲି ଶାସ୍ତ୍ରକୁ ଦେଖିବା। ଆମର ଭଲ ପାଇବା ଫାଷ୍ଟ, ଆମେ ଭଲ ପାଇବା ଠାକୁରକୁ। ଶାସ୍ତ୍ର କଥା ହୁଏତ ଠିକ୍ ହେଇପାରେ, କିନ୍ତୁ ମୋ ମତରେ ଆମେ ପୂଜା କରିବୁ, କାରଣ ଆମର ଏକାଟିଆ ଘର, ଆମେ କାହାକୁ ଅନେଇବୁ? ମୁଁ ଯଦି କାହାକୁ ଅନେଇବି ମୁଁ ପ୍ରଭୁ ପୂଜା ପାଇପାରିବିନି। ତେଣୁକରି ମୁଁ ଏକାଟିଆ ଘର ମୁଁ ସବୁବେଳେ କରିଥାଏ। ଆପଣମାନେ ମେସେଜ୍ କରନ୍ତି ପୁଣି କରିବେ, କିନ୍ତୁ ମୋ ମତରେ ମୁଁ ପୂଜା କରିବି। କାହିଁକିନା ମୋର ଏକାଟିଆ, ମୁଁ ପ୍ରଭୁଙ୍କୁ ଭୋଗ ନଦେଲେ ଭଲ ଲାଗିବନି, ଗାଧେଇ ନଦେଲେ ଭଲ ଲାଗିବନି। ହୁଏତ ମାଆଙ୍କୁ ଆପଣ ନ ଗାଧେଇ ପାରନ୍ତି, ପୋଛି ଦେବେ। ତେଣୁକରି ପ୍ରଭୁଙ୍କୁ ଟିକେ ନିହାତି ପୂଜା କରିବା ଆବଶ୍ୟକ ମୋ ମତରେ। ଆପଣଙ୍କର ଇଚ୍ଛା।